ଚିତ୍ରାଙ୍ଗଦାଙ୍କ ସହ ଫାଲ୍ଗୁନୀଙ୍କର ବିବାହ ସମ୍ପନ୍ନ ହେଲା। ମଣିପୁର ରାଜ୍ୟରେ ଚିତ୍ରାଙ୍ଗଦାଙ୍କ ସହ ଆନନ୍ଦରେ କାଳାତିପାତ କରୁଛନ୍ତି ଫାଲ୍ଗୁନୀ। ଅନ୍ତତଃ 3 ବର୍ଷ ସେ ଚିତ୍ରାଙ୍ଗଦାଙ୍କ ସହ ମଣିପୁର ରାଜ୍ୟରେ ରହିବେ ବୋଲି ଯୋଜନା କରୁଛନ୍ତି। ମୁଁ ଫାଲ୍ଗୁନୀଙ୍କର ସମ୍ବାଦ ପାଇ ଆଶ୍ୱସ୍ତ ହେଲି। କିନ୍ତୁ ଉଲୁପି, ଆର୍ଯ୍ୟା ଏବଂ ଚିତ୍ରାଙ୍ଗଦା ସେମାନଙ୍କ ମନର ଈର୍ଷାଭାବକୁ ଗୋପନ ରଖିପାରିଲେ ନାହିଁ। ଯେଉଁ ସାର୍ଥକ ପୁରୁଷକୁ ମୁଁ ଏକାନ୍ତ ଭାବରେ ନିଜର କରିବା ପାଇଁ ଆଜନ୍ମ ସାଧନା କରୁଛି, ତାଙ୍କୁ ମୋର ବୋଲି କହିବା ପାଇଁ ଆଉ ସାହସ ହେଉନାହିଁ। ସେମାନେ କ'ଣ ମୋଠାରୁ ସୁନ୍ଦରୀ, ଗୁଣବତୀ ଏବଂ ପତିପ୍ରାଣା? ନାରଦ ମହର୍ଷି ମୋର ମନ କଥା ଜାଣିପାରୁଥିଲେ। ଆଶ୍ୱାସନା ଦେବା ପାଇଁ ସେ ପ୍ରଶାନ୍ତ କଣ୍ଠରେ କହିଲେ, ମା କୃଷ୍ଣା, ଏ ବିବାହ ପଛରେ ଫାଲ୍ଗୁନୀଙ୍କର ଅନ୍ୟ ଏକ ମହତ୍ ଉଦ୍ଦେଶ୍ୟ ଅଛି। ତୁମେ ଜାଣ, ହସ୍ତିନା ଏବଂ ଇନ୍ଦ୍ରପ୍ରସ୍ଥ ଭାଗ ଭାଗ ହୋଇଯିବା ପରେ କୌରବମାନଙ୍କ ମନରେ ହିଂସା, ଅସୂୟା ଭାବ କୁହୁଳୁଛି। ଦିନେ ତାହା ଜଳି ଉଠିବ। ଆଗକୁ ଏକ ଭୟଙ୍କର ସଂଗ୍ରାମର ଆଶଙ୍କା ରହିଛି। ଫାଲ୍ଗୁନୀଙ୍କର ଏ ବିବାହ ହେଉଛି ସେହି ମହାଯୁଦ୍ଧର ପ୍ରସ୍ତୁତି ପର୍ବ। ମୁଁ ଅବାକ ହୋଇ ଚାହିଁଲି ମହର୍ଷି ନାରଦଙ୍କୁ। ନାରଦ ହସି ହସି କହିଲେ, କଳିଙ୍ଗ ନାଗଲୋକ, ମଣିପୁର ବୀରଭୂମି, ଜନନୀ ଜନ୍ମଭୂମିର ରକ୍ଷା ଲାଗି ଦୁର୍ଦ୍ଧର୍ଷ ବୀରମାନେ ସେଠାରେ ପ୍ରାଣବଳି ଦେବା ପାଇଁ ସଦାସର୍ବଦା ପ୍ରସ୍ତୁତ। ତେଣୁ ଫାଲ୍ଗୁନୀ ବିବାହ ସୂତ୍ରରେ ସେହି ବୀରଭୂମି ସହ ବନ୍ଧୁତା ସ୍ଥାପନ କରିଛନ୍ତି ଏବଂ ପ୍ରକାରାନ୍ତରେ ଆଗାମୀ ଯୁଦ୍ଧ ପାଇଁ ତାଙ୍କୁ ଚିଟାଉ ଦେଇଛନ୍ତି। ବର୍ତ୍ତମାନ ଯଦି କୌରବ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ହୁଏ, ପାଣ୍ଡବମାନେ ଏସବୁ ଦେଶର ସମସ୍ତ ସହଯୋଗ ଲାଭ କରି ଜୟଯୁକ୍ତ ହେବେ। ରାଜନୈତିକ କାରଣ ଯୋଗୁଁ ଫାଲ୍ଗୁନୀଙ୍କର ଏହି ବହୁ ବିବାହ ସ୍ୱାଗତ ଯୋଗ୍ୟ। ମୁଁ ଆଶ୍ୱସ୍ତ ହେଲି। ରାଜନୈତିକ କାରଣ ଯୋଗୁଁ ଫାଲ୍ଗୁନୀ ଶତପତ୍ନୀ ଗ୍ରହଣ କଲେ ବି ମୋର ଦୁଃଖ ନାହିଁ। କିନ୍ତୁ ମୋ ଠାରୁ ଆଉ କେଉଁ ରମଣୀକୁ ସୁନ୍ଦରୀ, ବିଦୁଷୀ ଏବଂ ପ୍ରେମମୟୀ ମନେକରି ତା ପ୍ରେମରେ ଅନ୍ଧ ହୋଇ ତାକୁ ବିବାହ କରିବା ମୋ ପାଇଁ ଘୋର ଅପମାନର ବିଷୟ। ଈଶ୍ୱରଙ୍କୁ ମନେ ମନେ ପ୍ରାର୍ଥନା କଲି, ଦେଶର ମଙ୍ଗଳ ପାଇଁ ଫାଲ୍ଗୁନୀ ଶତପତ୍ନୀ ଗ୍ରହଣ କରନ୍ତୁ ପଛକେ ପ୍ରେମରେ ପଡ଼ି କୌଣସି ନାରୀର ପାଣି ଗ୍ରହଣ ନ କରନ୍ତୁ। ମାୟାର ଅର୍ଥ ଇନ୍ଦ୍ରଜାଲ, ମମତା, ମୋହ, ଶଠତା ଏସବୁକୁ ମିଶାଇ ଦେଲେ ଯେଉଁ ଅର୍ଥ ହୁଏ ତାହା ହେଉଛି ଜୀବନ। ଜୀବନ ହେଉଛି ମାୟା। ସହଚରୀ ମାୟା ତାହା ହିଁ ବୁଝାଉଥିଲା ମୋତେ, ଜୀବନର ବ୍ୟାଖ୍ୟା କରୁଥିଲା ମୋ ଆଗରେ। ମହର୍ଷି ନାରଦ ଫେରିଯିବା ପରେ ମୁଁ ବିମର୍ଷ ହୋଇ ରହୁଥିଲି। ନିଜ ଅଜାଣତରେ ଈର୍ଷାରେ ଜଳୁଥିଲି।